ନମସ୍କାର। ମୋର ଏକ କ୍ଷୁଦ୍ର ଗଳ୍ପ ଥୁଣ୍ଟା ବରଗଛ। ଗାଁ ମୁଣ୍ଡରେ ଥୁଣ୍ଟା ବରଗଛଟିଏ। ଗଛଟି ବହୁତ ପୁରୁଣା ଓ ରୋଗିଣା ହୋଇଥିବାରୁ ତା'ର ପତ୍ର ସବୁ ଝଡ଼ି ଯାଇଥିଲା। ତା'ର ଶାଖା ପ୍ରଶାଖା କଅଁଳୁ ନଥିଲା। ସେଇ ଗାଁର ସରୋଜ ସବୁଦିନ ସ୍କୁଲ ଫେରି ସାଙ୍ଗମାନଙ୍କ ସହିତ ବରଗଛ ପାଖକୁ ଯାଏ। ସେଠାରେ ସେମାନେ ଖେଳକୁଦ କରି ସନ୍ଧ୍ୟାରେ ଘରକୁ ଫେରିଆସନ୍ତି। ଦିନେ ସରୋଜ କ'ଣ ଭାବିଲା କେଜାଣି ବରଗଛ ମୂଳରେ ପାଣି ଢାଳି ଜାଗାଟିକୁ ପରିଷ୍କାର କରି ତା ଚାରିପାଖ ମାଟି ଓ ଗୋବରରେ ଲିପାପୋଛା କଲା। ଅନ୍ୟ ସାଙ୍ଗମାନେ ଏସବୁ ଦେଖି ହସିବାକୁ ଲାଗିଲେ ଓ କହିଲେ, ସରୋଜ ବୋଧେ ପାଗଳ ହୋଇଗଲାଣି। ସରୋଜ ସେମାନଙ୍କ କଥା ଶୁଣି ନ ଶୁଣିଲା ପରି ହୋଇ ଚାଲିଗଲା। ସାଙ୍ଗମାନେ ତା ପଛରେ ଟାହି ଟେପରା କରି ଦୌଡ଼ିବାକୁ ଲାଗିଲେ। ଏହିପରି ସରୋଜ ସବୁଦିନେ ଥୁଣ୍ଟା ବରଗଛ ମୂଳରେ ପାଣି ଢାଳେ ଓ ଆନନ୍ଦ ପାଏ। ସାଙ୍ଗମାନେ ତାକୁ ସେହିପରି ଥଟ୍ଟା କରିଥାନ୍ତି। ସରୋଜ ବହୁତ ଶାନ୍ତ ସ୍ୱଭାବର ପିଲା ହୋଇଥିବାରୁ ସାଙ୍ଗମାନଙ୍କ ସାଙ୍ଗରେ ଯୁକ୍ତିତର୍କ କରେ ନାହିଁ। ଗଛରେ ପତ୍ର ନଥାଇ ମଧ୍ୟ ବିନା ଛାଇରେ ସେ ଗଛ ମୂଳରେ କିଛି ସମୟ ବସିବାକୁ ଭଲ ପାଏ। ପ୍ରତିଦିନ ଗଛକୁ ଟିକେ ତା ହାତରେ ଆଉଁସି ଦିଏ। ଏହିପରି ସମୟର ଚକ ଗଡ଼ି ଚାଲିଲା। ତାପରେ ଥୁଣ୍ଟା ବରଗଛରେ ପତ୍ର କଅଁଳିବା ଆରମ୍ଭ ହେଲା। ଶାଖା ପ୍ରଶାଖା ମଧ୍ୟ ବାହାରିଲା। ଥୁଣ୍ଟା ଗଛଟି ସବୁଜ ରଙ୍ଗର ପତ୍ରରେ ଛାଇ ହୋଇଗଲା। ଧୀରେ ଧୀରେ ଗଛରେ ଓହଳ ଝୁଲିବା ଆରମ୍ଭ ହେଲା। ତାପରେ ଲାଲ ରଙ୍ଗର ବରଫଳ ଦେଖାଗଲା। ଗଛର ଏହି ପ୍ରକାର ପରିବର୍ତ୍ତନ ଦେଖି ସରୋଜର ମନ ଖୁସିରେ କୁଣ୍ଢେମୋଟ ହୋଇଗଲା। ସରୋଜ ଅଧିକ ସମୟ ଗଛ ମୂଳରେ କଟେଇବାକୁ ପସନ୍ଦ କଲା। ବାଟୋଇମାନେ ବରଗଛ ଛାଇରେ ଆଶ୍ରୟ ନେବା ଆରମ୍ଭ କଲେ। ବିଭିନ୍ନ ପ୍ରକାର ଚଢ଼େଇ ଗଛରେ ବସା ବାନ୍ଧିଲେ। ବରଫଳ ପରି ଆହାର ପାଇଲେ। ପକ୍ଷୀମାନଙ୍କ କଳରବରେ ସେ ସ୍ଥାନଟି ମୁଖରିତ ହୋଇ ଉଠୁଥିଲା। ଗାଁ ପିଲାମାନେ ବର ଓହଳରେ ଝୁଲି ଖେଳ ଆରମ୍ଭ କରିଦେଲେ। ବରଗଛର ଶୁଖିଲା କାଠ ଓ ପତ୍ର ଜାଳେଣୀ ହିସାବରେ ଗରିବ ଲୋକମାନଙ୍କର କାମରେ ଆସିଲା। ଗଛଟି ସମସ୍ତଙ୍କୁ ସବୁବେଳେ କିଛି କିଛି ଦେବାକୁ ଚାହିଁଲା, ନେବାକୁ ନୁହେଁ। ଲୋକମାନେ ସରୋଜକୁ ବହୁତ ପ୍ରଶଂସା କରୁଥିଲେ ଓ ଆଶୀର୍ବାଦ ମଧ୍ୟ କରୁଥିଲେ। ସରୋଜ କିନ୍ତୁ ବରଗଛ ପାଇଁ ତା'ର ସେବା ମନୋବୃତ୍ତି ତ୍ୟାଗ କରିନାହିଁ। ଦିନକର ଘଟଣା, ସରୋଜ ସ୍କୁଲରୁ ଘରକୁ ନ ଆସି ସେଇ ବରଗଛକୁ ଦେଖିବାକୁ ଗଲା। ସେଠାରେ ଗଛ ଛାଇ ତଳେ ଟିକେ ବସୁ ବସୁ ତା'ର ବସ୍ତାନୀଟି ମୁଣ୍ଡ ତଳେ ଦେଇ ନିଦରେ ଶୋଇପଡ଼ିଲା। କିଛି ସମୟ ପରେ ସେ ଏକ ସ୍ୱପ୍ନ ଦେଖିଲା। ବରଗଛଟି ସ୍ୱପ୍ନରେ ତାକୁ ଡାକି କହୁଛି, ଏ ପୁଅ ସରୋଜ, ତୁ ମୋର ବହୁତ ଉପକାର କଲୁଣି। ମୁଁ ରୋଗାକ୍ରାନ୍ତ ହୋଇ ମରିବା ଅବସ୍ଥାରେ ଥିଲାବେଳେ ମୋତେ କେହି ଆଡ଼ ଆଖିରେ ମଧ୍ୟ ଅନାଉ ନଥିଲେ। ସ୍ୱାର୍ଥପର ମଣିଷ ମୋତେ ଖଣ୍ଡ ଖଣ୍ଡ କରି ହାଣି କାଠ ବୋହି ନେଇଯାଉଥିଲେ। ମୋତେ ବଡ଼ କଷ୍ଟ ହେଉଥିଲା। ତୁ କିନ୍ତୁ ମୋତେ ପାଣି ଓ ଖତ ଦେଇ ଜୀବିତ କରାଇଲୁ। ମୋ ଦୁର୍ବଳ ଶରୀର କ୍ରମେ ତେଜିଆନ ହୋଇ ଉଠିଲା। ମୋ ଦେହରେ ଶାଖା ପ୍ରଶାଖା ବାହାରି ପତ୍ର ଫଳ ଭରି ହୋଇଗଲା। ବାଟୋଇମାନେ ମୋ ଛାଇ ତଳେ ଆଶ୍ରୟ ନେଲେ। ମୋ ପାଖରେ ପିଲାମାନେ ଖେଳକୁଦ କଲେ। ପକ୍ଷୀମାନେ ମୋ ଶାଖା ପ୍ରଶାଖାରେ ବସା ବାନ୍ଧି ଆଶ୍ରୟ ନେଲେ। ମୋ ଫଳ ଖାଇବାକୁ ପାଇଲେ। ତଥାପି ତୁ ତୋ ସେବା ଜାରି ରଖିଛୁ। ତୋ କର୍ତ୍ତବ୍ୟରେ କଦାପି ହେଳା କରିନାହୁଁ। କିନ୍ତୁ ତୁ ଆହୁରି ଗଛ ଲଗାଇବାକୁ ଚେଷ୍ଟା କର, ଯାହାଦ୍ୱାରା କି ପରିବେଶର ଉନ୍ନତି ହେବା ସଙ୍ଗେ ସଙ୍ଗେ ଲୋକମାନେ ପ୍ରଚୁର ଅମ୍ଳଜାନ ପାଇପାରିବେ। ଗଛ ଲଗାଇବା ଦ୍ୱାରା ଉଚିତ ସମୟରେ ବର୍ଷା ହେବ। ଚାଷୀମାନଙ୍କ ସହ ଅନ୍ୟମାନେ ମଧ୍ୟ ବିଶେଷ ଭାବରେ ଉପକୃତ ହେବେ।
ବୃକ୍ଷରୁ ଉତ୍ପନ୍ନ ଫୁଲ ଫଳ ପାଇ ସମସ୍ତେ ଆନନ୍ଦରେ ଦିନ କାଟିବେ। ଫସଲ ଯେତେ ଅଧିକ ହେବ, ଆମ ଶସ୍ୟ ଭଣ୍ଡାର ଭବିଷ୍ୟତ ପାଇଁ ସେତେ ଭରପୁର ହୋଇ ରହିବ। ଏହିପରି ଅନ୍ୟର ଉପକାର କଲେ ଭଗବାନ ତୋ ଉପରେ ସନ୍ତୁଷ୍ଟ ହେବେ। ମୁଁ ସବୁବେଳେ ତୋର ଶୁଭଚିନ୍ତକ ହୋଇ ରହିବି। ତତେ ଦୂର ଦୂରାନ୍ତର ଲୋକ ସମସ୍ତେ ଚିହ୍ନିବେ ଓ ଜାଣିବେ। କିନ୍ତୁ ମନେ ରଖିଥିବୁ, ବୃକ୍ଷ ହିଁ ଜୀବନ। ଏହାକୁ ଆଖି ଆଗରେ ରଖି କାର୍ଯ୍ୟ କଲେ ତୁ ସଂସାରରେ ଯଶ ଅର୍ଜନ କରିବୁ। ଗଳ୍ପଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବାକୁ ମୋର ଅନୁରୋଧ। ଧନ୍ୟବାଦ।